ମୁଁ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି, ସିଏ ଆସନ୍ତୁ ମିଡ଼ିଆ ଆଗରେ ସିଏ ବସିବେ ମୁଁ ବସିବି, କଥା ହେବା, ସାମ୍ନା ସାମ୍ନି କଥା ହେବା। ଆସିବେନି, କେବେ ସାମ୍ନାକୁ ଆସିବେନି। ଜାଲି କାଗଜପତ୍ର ଦେଇ ସାର୍ଟିଫିକେଟ୍ କରି ତାକୁ ମୁଁ ୟୁସିସିର ପ୍ରେସିଡେଣ୍ଟ। ଏବେ ତ କୁହନ୍ତୁ, ବିଗତ ଦିନରେ ଗୋଟେ ଝାମେଲା ହେଇଥିଲା, ଆପଣମାନେ ଜାଣିଥିବେ, ଶୀତଳ ହୋଟେଲରେ ପ୍ରଡ୍ୟୁସର ମରାମରି ହେଉଛନ୍ତି। ଥାନାକୁ ପୋଲିସ ବାଲା ସବୁ ଭିଡ଼ିକି ନେଉଛନ୍ତି ପ୍ରଡ୍ୟୁସର। ମୋତେ ବି ପୋଲିସ ବାଲା ଭିଡ଼ିକି ନେଉଥିଲା, ଭିଡ଼ିଓ ଭାଇରାଲ୍ ହେଇଥିଲା। ସେ ଆଜି ପ୍ରୁଭ୍ ହେଇଗଲା ଯେ ସତ୍ୟଟା କେଉଁଟା। ସେ ସାର୍ଟିଫିକେଟ୍ ରଦ୍ଦ କରିଦେଇ ଆମକୁ ପ୍ରମାଣ କରିଦେଲା 93-94 ଯେଉଁମାନେ ରେଜିଷ୍ଟ୍ରେସନ୍ କରିଥିଲେ ସିଏ ହେଲେ ଅରିଜିନାଲ୍ ୟୁସିସି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ। ଆଚ୍ଛା, ତୁମ ବାଗଟାକୁ ଟିକେ ଠିକ୍ କର, ଗର୍ବ ଅଙ୍ଗାର ଛାଡ଼, ଆସ କାନ୍ଧରେ ହାତ ପକାଇ ବୁଲିବା, ପୂର୍ଣ୍ଣଚ୍ଛେଦ ମାରିଦେବା। ଆଉ ଯେପର୍ଯ୍ୟନ୍ତ ସିଏ ନିଜ ଭୁଲଟା ନ ବୁଝିବେ ଚାଲିଦେବ, ଚାଲୁ, କ'ଣ ଅସୁବିଧା ହେଉଛି? ଯଦି ସେ ଡୁପ୍ଲିକେଟ୍ ପୂର୍ବରୁ ଘଟିଥିବା ଘଟଣା ତାର ହାଇକୋର୍ଟରେ ରାୟ ପାଇଲା, ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ଡିଗ୍ରୀ ପାଇଲା, କ'ଣ ଏଇ କଥାକୁ ନେଇ କ'ଣ ଘଟିଥିଲା, ତାପରେ କ'ଣ ହେଲା, ତାର ସମାଧାନ କ'ଣ ବାଟ ଫିଟିଲା? କିନ୍ତୁ ଆଜି ଯେଉଁ ପ୍ରେସ୍ ମିଟ୍ କରିବାର ଉଦ୍ଦେଶ୍ୟ ହେଉଛି କାହାକୁ ଅପମାନ କରିବାର ଆମର ଉଦ୍ଦେଶ୍ୟ ନାହିଁ। ଆମର ସତ୍ୟତାଟାକୁ ସାମ୍ନାକୁ ଆଣିବା ଆମର ଉଦ୍ଦେଶ୍ୟ। କେଉଁଟା ସତ୍ୟ ସେଇଟା ହାଇକୋର୍ଟ ପ୍ରମାଣ ଦେଇଦେଲା। କିଏ ସତ୍ୟଟା ସବୁବେଳେ ସତଟା ସବୁବେଳେ ସତ। ହୁଏତ ଆମକୁ କଷ୍ଟ ଲାଗିଲା, ତା ପାଇଁ ସଂଘର୍ଷ କରିବାକୁ ପଡ଼ିଲା, କିନ୍ତୁ ସତ ଆଜି ପ୍ରକାଶ ପାଇଲା। ବିଗତ ଦିନରେ ଗୋଟେ ଝାମେଲା ହେଇଥିଲା, ଆପଣମାନେ ଜାଣିଥିବେ, ଶୀତଳ ହୋଟେଲରେ ପ୍ରଡ୍ୟୁସର ମରାମରି ହେଉଛନ୍ତି। ଥାନାକୁ ପୋଲିସ ବାଲା ସବୁ ଭିଡ଼ିକି ନେଉଛନ୍ତି ପ୍ରଡ୍ୟୁସର। ମୋତେ ବି ପୋଲିସ ବାଲା ଭିଡ଼ିକି ନେଉଥିଲା, ଭିଡ଼ିଓ ଭାଇରାଲ୍ ହେଇଥିଲା। ସେ ଆଜି ପ୍ରୁଭ୍ ହେଇଗଲା ଯେ ସତ୍ୟଟା କେଉଁଟା। 1993-94 ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ କଟକ ତେଲେଙ୍ଗ ବଜାରରେ ରେଜିଷ୍ଟ୍ରେସନ୍ ହେଇଥିଲା। ତାପରେ ଆମରି ଭାଇମାନେ ଚିଆର ଲାଲସା ପ୍ରେସିଡେଣ୍ଟ ହେବାର ଆଶା ନେଇ କିଛି ଆମରି ଭାଇମାନଙ୍କୁ ନେଇ ଜାଲି କାଗଜପତ୍ର ଦେଇ ସାର୍ଟିଫିକେଟ୍ ଗୋଟେ ହାସଲ କରିନେଲେ। କୋର୍ଟ ତାଙ୍କୁ ରଦ୍ଦ କରିଦେଲା ସେ ସାର୍ଟିଫିକେଟ୍କୁ। ସେ ସାର୍ଟିଫିକେଟ୍ ରଦ୍ଦ କରିଦେଇ ଆମକୁ ପ୍ରମାଣ କରିଦେଲା 93-94 ଯେଉଁମାନେ ରେଜିଷ୍ଟ୍ରେସନ୍ କରିଥିଲେ ସିଏ ହେଲେ ଅରିଜିନାଲ୍ ୟୁସିସି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ। ସେମାନେ କିଏ ନା ଆମେ, ଆପଣମାନେ ଦେଖିଥିବେ ବହୁତ ଥର ଟୁଟୁ ନାୟକର ମୋର ବହୁତ ଝାମେଲା ହେଇଛି। କ'ଣ ପାଇଁ? ମାନେ ପର୍ସନାଲ୍ ନୁହଁ, ଆମେ ସତ୍ୟତାଟାକୁ ପ୍ରକାଶ କରିବା ପାଇଁ ଆମକୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଏଇ ଛାତିକି ପଥର କରିକି ଆମେ ଲଢ଼େଇ କରୁଛୁ। ଆମ କଥାଟାକୁ ଖାଇଗଲେ ନେଇଗଲେ, 5 କୋଟି ଖାଇଗଲେ, 3 କୋଟି ଖାଇଗଲେ ନେଇଗଲେ, ବହୁତ କଥା ମିଡ଼ିଆରେ ବହୁତ ଭାଇରାଲ୍ ସେ କରିଥିଲେ। ବାଧ୍ୟ ହେଲୁ, ଆମେ ବହୁତ ଦିନ ଜିତିଲାଣୁ, ଏବେ ବାଧ୍ୟ ହେଲୁ ପ୍ରମାଣ ଦେବାକୁ ଯେ ସତ୍ୟଟା କେଉଁଟା। ସବୁବେଳେ ମନେ ରଖିଥିବେ, ଫଳନ୍ତା ଗଛ ନଇଁକି ରହିବ, ଫରଫର ହେବନି ଜମା। ତାଙ୍କ ଭଳିଆ ଆମେ ଫରଫରିଆ ନୁହଁ। ଧୀର ସୁସ୍ଥେ ସମୟ ଆସିଲେ ଆମେ ପ୍ରମାଣ କରିଦେଲୁ ଯେ କେଉଁଟା ସତ୍ୟ। ଆଜି ସତ୍ୟ ପ୍ରକାଶ ପାଇଲା। ସେଇ ଭାଇମାନଙ୍କୁ ଆମେ କହୁଛୁ ଆମ ଦ୍ୱାର ଖୋଲା ଅଛି, ବନ୍ଦ ନାହିଁ। ଆସିପାରିବେ ତାର କ୍ରାଇଟେରିଆ ଦେଖିକି, କେଉଁ କ୍ରାଇଟେରିଆ ସେମାନେ ଆସିପାରିବେ। ତାଙ୍କ ପାଇଁ ସିଏ ବି ଜଣେ ପ୍ରଡ୍ୟୁସର ନା ନାହିଁ। ଆଉ ଯେଉଁ ଇଲେକ୍ସନ୍ କଥା, ଇଲେକ୍ସନ୍ କ୍ରାଇଟେରିଆ ଯିଏ ପାସ୍ କରିବେ ସେମାନେ ନେକ୍ସଟ ଇଲେକ୍ସନ୍ରେ ଛିଡ଼ା ହେବେ, ଜିତିବେ। ତାଙ୍କୁ ଯିଏ ଭୋଟ୍ ଦେବେ ସେ ଜିତିବେ। ଆମକୁ ଭୋଟ୍ ଦେଇଛନ୍ତି, ଆମେ ଜିତିବୁ। କିନ୍ତୁ କିଛି ବ୍ୟକ୍ତି ନେଇ ଜାଲି କାଗଜପତ୍ର ଦେଇ ସାର୍ଟିଫିକେଟ୍ କରି ତାକୁ ମୁଁ ୟୁସିସିର ପ୍ରେସିଡେଣ୍ଟ,
ଏବେ ତ କୁହନ୍ତୁ, ମୁଁ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି, ସିଏ ଆସନ୍ତୁ ମିଡ଼ିଆ ଆଗରେ ସିଏ ବସିବେ ମୁଁ ବସିବି, କଥା ହେବା, ସାମ୍ନାସାମ୍ନି କଥା ହେବା। ଆସିବେନି, କେବେ ସାମ୍ନାକୁ ଆସିବେନି। କାହିଁକି ନା ତାଙ୍କର ହଜାରେ ୱିକ୍ ପଏଣ୍ଟ ଅଛି। ବର୍ତ୍ତମାନ ସମୟ ଆସିଛି, ସମସ୍ତେ ଇଣ୍ଡଷ୍ଟ୍ରି ଆଗକୁ କେମିତି ଯିବ, ସମସ୍ତେ ଏକାଠି ହେବା, ପ୍ରମାଣ କରିଦେବା ଯେ ପ୍ରଡ୍ୟୁସର ଯେଉଁ ଆମକୁ ଲଜ୍ଜା ଲାଗୁଥିଲା, ପ୍ରଡ୍ୟୁସର ଝାମେଲା ହେଉଛନ୍ତି, କିଏ ବ୍ୟକ୍ତି କଥା, ଏଇ କିଛି ବ୍ୟକ୍ତିମାନେ ଆଜି ପ୍ରମାଣପତ୍ର ପାଇଗଲେ ସତ୍ୟତା କେଉଁଟା। ଏହାର ପ୍ରଭାବ ମଧ୍ୟ ସିନେମା ଉପରେ ପଡ଼ିଥିଲା। ନିଶ୍ଚୟ ପଡ଼ିବନି। Producer ମାନଙ୍କ ଆଉ ଶୁଣନ୍ତୁ, ଘର ଗାର୍ଡ଼ିଆନ୍ ଭିତରେ ଯଦି ଆମେ ମରାମରି ହେବା ତାର ପ୍ରଭାବ ପଡ଼ିବନି। ଏବେ ତ ସତ୍ୟ ପ୍ରକାଶ ପାଇଗଲା। ଏବେ କେଉଁଟା ସତ୍ୟ କେଉଁଟା ମିଛ, ଯେଉଁମାନେ ମିଛଟା ପବନ ଜୋରସେ ବହେ, ସତ ପବନଟା ଆମେ ତାକୁ ପ୍ରମାଣ କରିବାକୁ ଆମକୁ ସେତିକି ବାଟ ଦରକାର ନା ନାହିଁ। ଯଦି ଆପଣ ସିଗ୍ନେଚର କରିଦେଇଥିବେ, ଆଉ ଜଣେ କହିବେ ସିଗ୍ନେଚର ମୋର, ତାକୁ ପ୍ରମାଣ କରିବା କେତେ ଦିନ ଲାଗିଯାଉଛି। ସେମିତି ଏଇଟା ସତ୍ୟଟାକୁ ପ୍ରମାଣ କରିବାଟା ବହୁତ ଦିନ ଲାଗିଗଲା। ତଥାପି ସତ୍ୟ ଯେତେବେଳେ ମାନେ ସେତେବେଳେ ହେଲା। ସିଏ କିନ୍ତୁ କହିଥିଲେ ଯେ ଆମେ ଅରିଜିନାଲ, ଆପଣ ଡୁପ୍ଲିକେଟ ବୋଲି। ନାଇଁ, ଏବେ କ'ଣ ଭାବୁଛନ୍ତି? ଏବେ କଟକରେ ଯେଉଁ UCC ଅଫିସ୍ ଅଛି, ଆମର ନିଜର ବିଲ୍ଡିଂ ଅଛି ତଳ ତେଲାଙ୍ଗ ବଜାରରେ, ସେଇଟା ହେଉଛି ଅରିଜିନାଲ ବିଲ୍ଡିଂ। 93-94 ମସିହାରେ ରେଜିଷ୍ଟ୍ରେସନ୍ ହେଇଥିଲା। ଆଉ ଏବେ ଯେଉଁ ମାନେ ଭାଇମାନେ ଏଇଠି ଯେଉଁ ଭୁବନେଶ୍ୱରରେ ଯେଉଁ କରୁଥିଲେ, କିଛି ଭାଇମାନେ ଆମର ପଳେଇଲେଣି, ଆମ ପାଖକୁ ପଳେଇଲେଣି, ବୁଝିପାରିଲେ। ଆଉ କିଛି ଭାଇମାନେ ଯେଉଁମାନେ ଅଛନ୍ତି, ସମୟ ଯେତେବେଳେ ବୁଝିପାରିବେ ଆମ ପାଖକୁ ଆସିବେ, ଆମ ନାହିଁ। ପ୍ରଡ୍ୟୁସରଙ୍କ ଭିତରେ କଳି ହେବା ଦ୍ୱାରା ଦର୍ଶକୀୟ ଆଦୃତି କମୁନାହିଁ ତ ଓଡ଼ିଆ ଇଣ୍ଡଷ୍ଟ୍ରି। ଶୁଣନ୍ତୁ, ପ୍ରଡ୍ୟୁସର ଭିତରେ ସବୁ ଚେୟାର ପାଇଁ ଲାଲସା, ବୁଝିପାରିଲା ତ। 15 ମସିହାରେ ଟୁଟୁ ନାୟକ ରେଜିଷ୍ଟ୍ରେସନର ମେମ୍ବରସିପ୍ ନେଲେ ଏଇ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ। 93 ମସିହାରେ ରେଜିଷ୍ଟ୍ରେସନ କଟକରେ ଯେଉଁଟା ଅଛି, ସେଥିରେ 93 ନେଲେ। 15 ପରଠୁ 24 ମସିହା ପର୍ଯ୍ୟନ୍ତ ଗୋଟେ ଫିଲ୍ମ କରିନାହାନ୍ତି, ଜଣେ ମେମ୍ବର 15ରେ ହେଲା, 24ରେ ପର୍ଯ୍ୟନ୍ତ ଫିଲ୍ମ, 24 ବେଳକୁ ଗୋଟେ ଫିଲ୍ମ କରିଦେଲେ କ'ଣ, ଆଇ ଲଭ୍ ୟୁ 2। ସିଏ କଲେ କ'ଣ ନୂଆ ନା, ଆଉ ସିଏ ପୁରୁଣା। ତାଙ୍କ ବାପା କରୁଥିଲେ ଫିଲ୍ମ, ତାଙ୍କ ସେତେବେଳେ କ'ଣ ସାର୍ଟିଫିକେଟ୍ ହାତରେ ଲେଖା ଥିଲା, ଏକା ନା 2 ପୁଅ 3 ପୁଅ ଗୋଟେ ନାଁ ପକେଇ ଦିଅ। ତ ମେମ୍ବର କେଉଁଠି ହେଇଛ? ଯଦି ମେମ୍ବର ତୁମେ ହେଇଥାନ୍ତ, ତମ ବାପା ସେଇଠି ପ୍ରେସିଡେଣ୍ଟ ଥିଲେ, ସେ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ଯେଉଁ 93 ପ୍ରେସିଡେଣ୍ଟ ଥିଲେ, ସେଇ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ତମେ ତ କାହିଁ ମେମ୍ବର ନଥିଲ। ମେମ୍ବର ହେଲେ ଯାଇ ପ୍ରଡ୍ୟୁସର ହେବ ନା। ତମେ ମେମ୍ବର ହେଲ କେତେବେଳେ ନା, ତମେ ମେମ୍ବର ହେଲ 15 ମସିହାରେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ କରିକି ମେମ୍ବରସିପ୍ ଗୋଟେ ସେ ନେଲେ। 24 ମସିହାରେ ଫିଲ୍ମ କଲେ, ସିଏ ଯଦି କହିବେ ମଝିରେ ଯିଏ ମୁଁ ପ୍ରେସିଡେଣ୍ଟ ହେବି, ଆରେ ସେ ଫିଲ୍ମ କରିନୁ କ'ଣ ପ୍ରେସିଡେଣ୍ଟ ହେବ? ତାର ଗୋଟେ କ୍ରାଇଟେରିଆ ଅଛି ନା ନାହିଁ। ତାପରେ ମେମ୍ବରସିପ୍ ବି ଦଅନ୍ତିନି, 500 ଟଙ୍କା ଦେବା ବି ଭାରି ତାଙ୍କ କଷ୍ଟ ହେଇଛି। ସିଏ ବି 500 ଟଙ୍କା ବର୍ଷକୁ, ତା ବି ଦେବା କଷ୍ଟ ହେଲା। ବହୁ କଷ୍ଟରେ ଗୋଟେ ଅଣ୍ଡରଟେକିଂ ଲେଖିକି ଦେଲେ, ସେ ବି ମିଡ଼ିଆରେ ବାଜିଛି 500 ଟଙ୍କା କେମିତି ଦେଇ, କେଉଁ କଷ୍ଟରେ ସେ ଦେଇଛନ୍ତି। 500 ଟଙ୍କା ନ ଦେଇପାରିବା ଯୋଗୁଁ ଅଣ୍ଡରଟେକିଂ ବି ଦେଇଛନ୍ତି। ସେ ଅଣ୍ଡରଟେକିଂ ମୁଁ କନକ ନ୍ୟୁଜ୍ରେ ବଜେଇଛି, କହିବେ ଯଦି ମୁଁ ତୁମକୁ ଦେଇଦେବି, ସେଇଟା ତୁମେ ବଜେଇବ। ବହୁତ କଥା ଅଛି। ଏ ଯେଉଁ କଷ ମାରୁନାହାନ୍ତି, ପେପର ୱାର୍କରେ ଆସ କଷ ଦେଖାଅ। ପଡ଼ିବ ନା ଆଗକୁ ଏମିତି ବାରମ୍ବାର ଏମିତି ଆଗକୁ ହବ। ଶୁଣ, କୁକୁର ନାଙ୍ଗୁରକୁ ପାଇପ୍ ପୁରେଇଲେ 12 ବର୍ଷ ସେ ସିଧା ହେବନି। ସେ ଲୋକଟା ସେଇଭଳିଆ, ଛାଡ଼ିଦିଅ, ତାକୁ ଇଗ୍ନୋର କର। ଆମେ କାମ ଆମର କର। ଆପଣ ଆଜି ଆମ ଇଣ୍ଟରଭ୍ୟୁ ଦେଖୁଥିଲୁ, ଆପଣ କହିଥିଲେ ଟୁଟୁ ନାୟକ ମୋ ଭାଇ ପରୀକ୍ଷା। ଶୁଣ, ମୁଁ କହୁଛି, ଏବେ ବି କହୁଛି, ତାର ଅସୁବିଧା ହେଲେ ଆମକୁ ଦୁଃଖ ଲାଗିବନି। ସେ ଆସନ୍ତୁ, ଆମ ସାଙ୍ଗରେ ମିଶନ୍ତୁ, କିନ୍ତୁ ତମ ବାକ୍ ସଂଯୋଗ କରିକି ଆସ, ଗର୍ବ ଅହଙ୍କାର ଛାଡ଼, କଥାର ଶାଳୀନତା ରଖ। ତମେ ମୋତେ କହିବ ପଇସାରେ ଟଙ୍କାରେ ପୋତି ଦେବ, ଟଙ୍କାରେ ଯାହାର ପଇସା ଥିବ ସେ କହିବ ଟଙ୍କାରେ ପୋତି ଦେବି।
ଏମିତି ଭାଇ ଖୋଲା ଆହ୍ୱାନ କାହିଁକି ସିଦ୍ଧର ମାଠିବାକୁ କରୁଛନ୍ତି କଣ ନାଇଁ ପାଇଁ? ଆରେ ଭାଇ ଯାହା ଟଙ୍କା ଦେବ ଟଙ୍କାରେ ଦେବା କହିବ ମୁଁ କହିବ ମଣିଷକୁ କହିବ ଭାଲୁ ମୁଁ କଳା ସେ ଗୋରା ଏଇଆ ଫରକ। ମୁଁ କେଉଁ ଆଙ୍ଗେଲରେ ଭାଲୁ ଦେଖାହେଲି କହିଲ କେଉଁ ଆଙ୍ଗେଲ ଦେଖାହେଲି? ଆଚ୍ଛା ତମ ବାଘଟାକୁ ଟିକେ ଠିକ୍ କର ଗର୍ବ ଅଙ୍ଗାର ଛାଡ଼ ଆସ କାନ୍ଧରେ ହାତ ପକେଇ ବୁଲିଆ ପୂର୍ଣ୍ଣଚ୍ଛେଦ ମାରିଦେବା। ଏବେ ସମସ୍ତେ ମିଶିକି ଆଉ ଯେପର୍ଯ୍ୟନ୍ତ ସିଏ ନିଜ ଭୁଲଟା ନ ବୁଝିବେ ଚାଲିଦେବ ଚାଲୁ କ'ଣ ଅସୁବିଧା ହେଉଛି?